ଶାଶୁଘର ଗୁଠୁଣି। ମୋ ସ୍ୱାମୀ ବାହାରେ ରହୁଛନ୍ତି। ମୁଁ ସେଇ ଘରେ ମୋ ଛୋଟ ଝିଅଟାକୁ ଧରିକି ମୁଁ ରହୁଥିଲି। ମୋ ଦିଅର ସୋଦାବାନା କଲେ। ମୁଁ କହିଲି କାହିଁକି ଶୋଧୁଛ କରୁଛ କହିଲା ଖୁଣୁ ସେ ଆହୁରି ଅଶ୍ଳୀଳ ଭାଷାରେ ମୋତେ ଶୋଧିଲେ। ସେ ସଦାବେଳେ ଅଧିକାଂଶ ଶୋଧନ୍ତି ମୋତେ। ସେ କ'ଣ ପାଇଁ ତାଙ୍କର ରାଗ ମୁଁ ଜାଣିନି। ମୁଁ ହେଇଆ ପଚାରିବାରୁ ମୋତେ କହିଲେ କି ମୁଁ ତୋତେ ବାଡ଼େଇ ଦେବି ମାରିଦେବି ତୁ କ'ଣ କରିବୁ, କେଉଁ ବୋପା ତୋ ପିଠିରେ ପଡ଼ିବ, କେଉଁ ତୋ ଭାଇ ଆସିକି ପିଠିରେ ପଡ଼ିବ ମୁଁ ଦେଖିବି କହିକି ମୋତେ କହିକି ଏମିତି ସୋଦାବାନା କଲେ। ମୋ ଶାଶୁ ଆଉ ମୋ ଶ୍ୱଶୁର ବି ତାଙ୍କ ସହିତ ସାମିଲ ଅଛନ୍ତି। ସିଏ ମୋତେ ପେଲିକି ମୋ ଶାଶୁ ପେଲିକି ତଳେ ପକେଇଦେଲେ। ଆଉ ମୋ ଦିଅର ମୋତେ ମାଡ଼ି ବସିକି ମୋ ଇଜ୍ଜତ ନେବାକୁ ଚାହୁଁଥିଲେ। କିନ୍ତୁ ମୁଁ ଯେ ଜବତ କଲା ଖୁଣୁ ମୋ ଗାଲକୁ କାମୁଡ଼ିକି ମୋତେ ମୁଖ ମାରିକି ମୋ ଦାନ୍ତ ଭାଙ୍ଗି ଦେଇଛନ୍ତି। ଆଉ ମୋ ହାତକୁ କାମୁଡ଼ିକି ଖଣ୍ଡିଆ କରିଦେଇଛନ୍ତି। ହଁ ମୁଁ ଥାନାକୁ ଯାଇଥିଲି। ଥାନା ବାଲା କିଛି ଶୁଣିଲେନି, ଖାଲି ଯାଇକିନି ଖଣ୍ଡପଡ଼ା ଥାନାକୁ ଯାଇଥିଲି। ଦିଅର ରାଘବ ଚନ୍ଦ୍ର ସାହୁ। ସେ ସୁରାଟରେ କାମ କରୁଛନ୍ତି। ଘରେ ଶାଶୁ ଶ୍ୱଶୁର ଯା ଦିଅର ଆଉ ମୋ ଛୁଆଟାକୁ ଧରିକି ରହେ। ଶାଶୁ ତ ମୋତେ ପେଲିକି ତଳେ ପକେଇଲେ। ଆଉ ଦିଅର ମାଡ଼ି ବସିକି ଯେମିତି କହନ୍ତିନି ମୋ ଇଜ୍ଜତ ନେବାକୁ ଚାହିଁକି ମୋ ଗାଲ ହେକା କାମୁଡ଼ିକି ଖଣ୍ଡିଆ କରିକି ଦିଅର କାମୁଡ଼ିଛନ୍ତି ଏମିତି। ଆମ ଦାନ୍ତକୁ ବି ବାଡ଼େଇକି ଭାଙ୍ଗି ଦେଇଛନ୍ତି। ମୋ ଡିସେମ୍ବର 24 ତାରିଖ ରାତି 25 ତାରିଖ। ଥାନା ବାଲା କହିଲେ ଏଇଟାକୁ ଫାଇନାଲ କରିଦେବା। ମୁଁ ଯେମିତି ନାହିଁ କଲି ଆଉ ବେଶୀ ଦଫା କିଛି ନ ଲଗେଇକି କୋହଳ ଦଫା ଲଗେଇକି କେସ୍ଟାକୁ ଖାଲି କୋର୍ଟକୁ ପଠେଇ ଦେଇଛନ୍ତି। ନୟାଗଡ଼ରୁ ଏ ଝିଅଟେ ଆସିଛି, ମାନେ ତା ପରିବାରରେ ତା ଶାଶୁ ଘରେ କେମିତି ନିର୍ଯାତିତ କରିଛନ୍ତି। ଯଦି ନିଜ ଶାଶୁ ଏମିତି ହବ, ନିଜ ଦିଅର ଆସିବ ତାକୁ ମାନେ ଜବରଦସ୍ତି ଗଣଦୁଷ୍କର୍ମ କରିବା ପାଇଁ, ସ୍ୱାମୀ ବାହାରେ ଅଛନ୍ତି, ତ ଗୋଟେ ମହିଳା ଆଜ୍ଞା କୋଉଠି ସେଫ୍ଟି? ଏଠି ଦେଖନ୍ତୁ ନୟାଗଡ଼ରେ ଯୋଉ ଖଣ୍ଡପଡ଼ା ଥାନା ତା ଉପରେ ଅଲରେଡି ମାନେ ଏଫଆଇଆର ଲଜ୍ ହେଇଛି। କ'ଣ କହୁଛନ୍ତି ମା ତୁମକୁ? ଥାନା କ'ଣ କହିଲେ? କହିଲେ କି ଆମେ କେସ୍ଟାକୁ ଫାଇନାଲ କରିଦେବା। କ'ଣ ଫାଇନାଲ କରିବା? ଯେ ମୁଁ କହିଲି କ'ଣ ଫାଇନାଲ କରିବ? କହିଲେ କି ତମ ଘରୋଇ କଳହ ତ ତାକୁ ଫାଇନାଲ କରିକି ଯାହା ତୁଟେଇ ଦେବା। ମୁଁ କହିଲି ଏତକ ମୁଁ ଯେହେତୁ ଆଘାତ ପାଇଛି ମୁଁ ଫାଇନାଲ କରିବିନି। ଦେଖନ୍ତୁ ଏଇ ଯେମିତି ମାରିଛନ୍ତି, ଏଠି ଫାଇନାଲର କୋଉଠି କଥା ହଉଛି ଆଜ୍ଞା? ଏଠି ଦେଖନ୍ତୁ ଏଇଟା କେଡ ବଡ ମାନେ ଆଘାତ ହେଇଛି ଏ ମହିଳାକୁ, କେତେ ବଡ ଦେଖନ୍ତୁ। ଏଠି ପୋଲିସ ଆଗ ତାକୁ ଆରେଷ୍ଟ କରିବା ଦରକାର। ଇଭେନ ହଁ, ଇଭେନ ପୁରା ଟୋଟାଲ ପୁରା ପରିବାରକୁ ଆରେଷ୍ଟ କରିବାର ଥିଲା। କାହିଁକିନା ଏ ଜୀବନରୁ ଯଦି ମରି ଯାଇଥାନ୍ତା ଆଜ୍ଞା, ଗୋଟେ ଝିଅଟେ କୋଉଠୁ ଆସିଥାନ୍ତା? ତା ଘରକୁ ଗୋଟେ ଝିଅଟେ କିଏ ଆଜ୍ଞା ଦେଇଥାନ୍ତା? ଦେଖୁଥିବେ ଦିଅର ଗୋଟେ ମାନେ ମା ସମାନ, ବଡ ଭାଉଜ ମା ସମାନ। ଏଠି ସମାଜରେ ଆଉ ପରିବାର କହିବାକୁ ଗଲେ କଳଙ୍କିତ। ଆଉ ପରିବାର ଭଳିଆ ନାହାନ୍ତି ଏମାନେ ସବୁ। ମାନେ କଳି ଯୁଗରେ ଏସବୁ ଯୁଗ ଆସିଲାଣି। ଏଠି ଏମାନେ ମାନେ ମରଣଠୁ ମାନେ ଏମାନେ ବହୁତ ଅଭଦ୍ରଜନକ ଜିନିଷ ହେଲାଣି। ଯୋଉଠି ଗୋଟେ ମା ସମାନ ଯିଏ ଭାଉଜ, ବଡ ଭାଉଜକୁ ଏମିତି ଗାଲକୁ କାମୁଡିକି ସେ କେଡ ବଡ କ୍ଷତି କରିଛି ଆପଣ ମାନେ ଦେଖନ୍ତୁ। ଏଠି ପୋଲିସକୁ କହିବି, ଯେହେତୁ ଗାଁ ଥାନା ଖଣ୍ଡପଡ଼ା ଥାନା ଆଗ ଫାଷ୍ଟ ମତେ ଲାଗୁଛି ନିହାର ରଞ୍ଜନ ମହାନ୍ତି ବୋଧେ ଆଇଆଇସି ଅଛନ୍ତି ସେ ଜାଗାର, ଆଗ ଦେଖିବାର ଥିଲା। ଆଉ ଦେଖିକି ତାକୁ ଜାଣିବାର ଥିଲା କି ଏ ଜାଗାଟା ଯେମିତି ହେଇଛି ଆଜ୍ଞା, ଆଗ ପୁରା ପରିବାରକୁ ଆରେଷ୍ଟ କରିବାର ଥିଲା। କି ଏଭଳିଆ ମହିଳା ମାନେ ଯଦି ମରିଯିବେ ଆଜ୍ଞା, ଦାୟୀ କିଏ ହବ? ଗାଁ ଭଳିଆ ଅଞ୍ଚଳରେ, ଗାଁରେ ଯଦି ପୋଲିସ ପ୍ରୋଟେକ୍ସନ ହବନି ତାହେଲେ ଏମାନେ କୁଆଡେ ଯିବେ? ଗୋଟେ ବୋହୂ ହେଇକି ସେ କୁଆଡେ ଆଜ୍ଞା ନ୍ୟାୟ ପାଇଁ ଯିବ? ତ ନୟାଗଡ଼ରୁ ସେ ଭୁବନେଶ୍ୱର ଆଇଛି କାହିଁକି? ଗାଁର ଥାନା କ'ଣ ଏତେ ୱିକ୍ କି ସେ ଭୁବନେଶ୍ୱର ଆସିଲା? ଆପଣ ମାନେ ନିଜକୁ ତ ମହିଳା ଏଠି ଯେତେବେଳେ ଆପଣ କିଛି ପ୍ରମାଣ ପାଉଛନ୍ତି, ଯଦି କ୍ଷତି ଏତିକି ଜିନିଷ ଦେଖୁଛନ୍ତି, ତ ଦୟାକରି ମୁଁ ସବୁ ଥାନାର ଇନଚାର୍ଜର ମାନଙ୍କୁ ମାନେ ନିବେଦନ କରିବି ଆଉ ରିକ୍ୱେଷ୍ଟ ବି କରିବି, ଆପଣ ଇନଭେଷ୍ଟିଗେସନ କରନ୍ତୁ, ସଠିକ ତଦନ୍ତ କରନ୍ତୁ। ଆଉ ଯଦି ବି ଏମିତି ମାରୁଛନ୍ତି ପୁରା ମାନେ ଯୋଉ କ'ଣ ଶାବଳ ପକେଇକି ଗୋଇଠା ମାରିକି ତଣ୍ଟିରେ ଇଏ କରୁଛନ୍ତି, ମାନେ ଏ ସମାଜରେ ପରିବାରକୁ କଳଙ୍କ। ଏବେ ପରିବାର ଯୋଉଟାକୁ କହନ୍ତି, ପରିବାର ଆଉ ପରିବାର ଭଳିଆ ନାହିଁ, ୟାକୁ କଳଙ୍କିତ ଲଗେଇ ସାରିଲେଣି ଏମାନେ। ତ ୟାର ସଠିକ ଇନଭେଷ୍ଟିଗେସନ କରିବା ଦରକାର। ଆଉ ମୁଁ ନିଜେ ବି ନୟାଗଡ଼ ଥାନାକୁ ଯିବି, ଆମର ଖଣ୍ଡପଡ଼ା ଥାନା। ଏଇଟା କ'ଣ ପାଇଁ ଇନଭେଷ୍ଟିଗେସନ ହେଇନି ମୁଁ ଯାଇକି ସେଟା ଦେଖିବାର ଅଛି। ଆଜ୍ଞା 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 ନିଶ୍ଚୟ। କ'ଣ ପାଇଁ ଏଇଟା ତ ମୁଁ ଜାଣିପାରୁନି। ଏଠି ସରକାର ଟିକେ ଷ୍ଟ୍ରିକ୍ଟ ହବା ଦରକାର। ଆଉ ଏଠି ଏଟା ଦେଖିପାରୁଥିବେ କି ଆମେ ବି ବହୁତ ମର୍ମାହିତ, ଗୋଟେ ସୁନ୍ଦର ଜୀବନଟେ ଚାଲି ଯାଇଛି ଏଇ 2 ଦିନ ଭିତରେ। ଯିଏ ବି ଅଛନ୍ତି ଆମର
सहदेव नायकर तो मुझे भी बहुत मर्माहित परिवार पाखक ए केस मुझे जापारि निश्चय भाव मुझे जीवी कहीं ये आईन श्रृंखला बहुत माने वीक पड़गला दिन को दिन आज्ञा 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 एबे आम निजक भी डर लगुच आज्ञा कहीं एठी कौटी भी आम सुरक्षित नाहू ना से महिला सुरक्षित अच्छा ना पुरुष सुरक्षित अच्छा ना छोट छुआ माने सुरक्षित अच्छा